ସାଙ୍ଗମାନେ ଆଜି ମୁଁ ଆପଣମାନଙ୍କୁ ମୋ ଷ୍ଟାଇଲରେ ଘୁଗୁନି ବା ମଟର ତରକାରୀ କେମିତି ବନାଉଛି ତାର ଏକ ସୁନ୍ଦର ରେସିପି ଆପଣମାନଙ୍କ ସହିତ ସେୟାର କରୁଛି। ଚାଲନ୍ତୁ ଦେଖିନେବା। ତ ମଟର ତରକାରୀ ପାଇଁ ମୁଁ କ'ଣ ନେଇଛି, ତ ମୁଁ ପ୍ରଥମେ ମଟରକୁ ଗୋଟେ 7-8 ଘଣ୍ଟା ପୂର୍ବରୁ ମଟରକୁ ଆପଣମାନେ ପାଣିରେ ବତୁରେଇ ଦେବେ, ଯାହାଫଳରେ କି ମଟରଟା ବହୁତ ସୁନ୍ଦର ଭାବେ ବତୁରି ଯିବ ଆଉ ସିଝିବା ପାଇଁକା ମଧ୍ୟ ବହୁତ ହେଲ୍ପ କରିବ। ତ ଆପଣମାନେ ନିହାତି ଭାବରେ ମଟର ତରକାରୀରେ ମଟରକୁ 7-8 ଘଣ୍ଟା ପୂର୍ବରୁ ପ୍ରଥମେ ଭିଜେଇକିରି ପାଣିରେ ରଖିନେବେ। ତାପରେ ମୁଁ କ'ଣ କେମିତି କରୁଛି ଆସନ୍ତୁ ଦେଖିବା। ତ ଆପଣମାନେ ତ ମୋ ଫଟୋରେ ଦେଖିଲେ କି ମୁଁ କେମିତି ପ୍ରୋସେସ୍ରେ କରୁଛି, ଥରେ ମୋ ଷ୍ଟାଇଲରେ ମଟର ତରକାରୀକି ବନାନ୍ତୁ। ତାପରେ ଆପଣମାନେ ଖାଇକି ଦେଖିବେ, କି ନ ଖାଉଥିବା ଲୋକ ବି ମାଗିକିରି ଖାଇବେ। ଦେଖନ୍ତୁ 2ଟା ସିଟି ଦେଇସାରିଲା ପରେ ମଟର ତରକାରୀର କଲର୍ କେତେ ସୁନ୍ଦର ଆସିଛି। ଆଉ ମସଲା ସବୁ ତ ଆପଣମାନେ ଜାଣିଥିବେ ମୁଁ ଯାହା ପକାଇଛି, ତ କହିବା ପାଇଁକା ଆଉ ପଡ଼ିବନି। ତ ଏମିତି ପ୍ରୋସେସ୍ରେ ଥରେ କରନ୍ତୁ, ଦେଖିବେ ଆପଣମାନଙ୍କୁ ବହୁତ ଟେଷ୍ଟି ଲାଗିବା ସହିତ ମଟର ତରକାରୀର କଲର୍ ଆଉ ଟେକ୍ସଚର୍ ମଧ୍ୟ ବହୁତ ବଢ଼ିଆ ଆସିବ। ତାପରେ ଫ୍ରାଇଂ ପ୍ୟାନ୍ରେ ଆପଣମାନେ ଏହି ପ୍ରୋସେସ୍ରେ କରନ୍ତୁ। ଯଦି ଆପଣମାନେ ସୋରିଷ ତେଲ ନେଉଛନ୍ତି ତାହେଲେ ମଧ୍ୟ ତା ଟେଷ୍ଟଟା ଆହୁରି ଜବରଦସ୍ତ ଆସିଥାଏ। ତେଲ ଟିକେ ଗରମ ହୋଇଗଲା ପରେ ଟିକେ ଜିରା ଦେଇଦେବେ। ଜିରା ପକାଇବା ଦ୍ୱାରା କଲର୍ ମାନେ ତରକାରୀର ସ୍ମେଲ୍ଟା ମଧ୍ୟ ବହୁତ ବଢ଼ିଆ ଆସିଥାଏ ଆଉ ଆପଣମାନଙ୍କୁ ଖାଇବା ପାଇଁକା ମଧ୍ୟ ବହୁତ ଟେଷ୍ଟି ଲାଗିବ। ଆପଣମାନେ ଯଦି ଜିରାକୁ ଭଲ ପାଉନାହାନ୍ତି ତାହେଲେ ଆପଣମାନେ ପଞ୍ଚଫୁଟଣକୁ ମଧ୍ୟ ଏଥିରେ ଆଡ଼୍ କରିପାରିବେ। ଆଉ ଗୋଟା ମସଲା ତ ଆପଣମାନେ ଦେଖନ୍ତୁ, ମୁଁ ଯେତେବେଳେ ମଟର ସିଝାରେ ପ୍ରେସରରେ ଦେଇଥିଲି ସେତେବେଳେ ମୁଁ ଗୋଟା ମସଲା କିଛିଟା ଆଡ଼୍ କରିକିରି ଆଉ ମସଲା ମଧ୍ୟ ମୁଁ କିଛି ଆଡ଼୍ କରିଥିଲି। ତ ତାପରେ ମୁଁ ମସଲା ଯେଉଁ ଅଦା ପିଆଜ ରସୁଣର ଗୋଟେ ପେଷ୍ଟ ବନେଇଥିଲି ସେ ପେଷ୍ଟକୁ ପ୍ରଥମେ ଦେଇଦେଲି। ଆପଣମାନେ ଚାହିଁଲେ ପିଆଜକୁ ମଧ୍ୟ ନ ବାଟିକିରି ସରୁ ସରୁ କାଟିକି ତାକୁ ଭାଜିକିରି ଦେଇପାରିବେ, କିନ୍ତୁ ଆପଣମାନେ ଯଦି ପିଆଜର ପେଷ୍ଟ ବନେଇବେ ତାହେଲେ ତରକାରୀଟା ବହୁତ ଗ୍ରେଭି ଆଉ ବହଳିଆ ଆସିଥାଏ ଆଉ ଖାଇବା ପାଇଁ ମଧ୍ୟ ବହୁତ ଭଲ ଲାଗିଥାଏ। ଦେଖନ୍ତୁ ତାପରେ ମସଲାକୁ ଟିକେ କଷିବା ପାଇଁକା ଛାଡ଼ିଦେବା। ତା ଟିକେ ପାଣି ଅଂଶ ମରିଗଲା ପରେ ଆପଣମାନେ ଟିକେ ଟମାଟୋକୁ ଦେବେ। ଟମାଟୋ ଟିକେ ରେଡ଼୍ ହେଇଥିଲେ ଆପଣମାନଙ୍କୁ କଲର୍ଟା ବଢ଼ିଆ ଆସିବ। ଟମାଟୋ ସମସ୍ତଙ୍କ ଘରେ ଆଭେଲେବୁଲ୍ ଥାଏ। ଆଉ କିଛି ମସଲା ମୁଁ ୟୁଜ୍ କରିଛି, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଚିକେନ୍ ମସଲା ଆଉ କାଶ୍ମୀର ଚିଲି ପାଉଡ଼ର ଦେଇଛି। ଆପଣମାନେ ଚାହିଁଲେ ଏଥିରେ ଲଙ୍କାଗୁଣ୍ଡକୁ ମଧ୍ୟ ଆଡ଼୍ କରିପାରିବେ। ଯଦି ଆପଣମାନେ ଅଧିକ ରାଗ ଖାଉଛନ୍ତି ତାହେଲେ ରାଗର ପରିମାଣକୁ ମଧ୍ୟ ଆଉ ଟିକେ କମ୍ ବେଶୀ କରିପାରିବେ। ତ ଏଇ ମସଲାକୁ ପକାଇକିରି ମୁଁ ଆପଣମାନଙ୍କ ସହିତ ଗୋଟେ ମଟର ଘୁଗୁନିର ରେସିପିଟେ ସେୟାର କରୁଛି। ତ ଏହି ତରକାରୀକୁ ଆପଣମାନେ ରୁଟି ଗରମ ଭାତ ସହିତ ଆରାମସେ ଖାଇପାରିବେ। ଚାଲନ୍ତୁ ଦେଖିନେବା ନେକ୍ସଟ ପ୍ରୋସେସ୍ରେ ମୁଁ କ'ଣ କରୁଛି। ଯଦି ଆଜି ଆପଣମାନଙ୍କୁ ମୋର ଏ ରେସିପି ଭଲ ଲାଗିବ ନିହାତି ଭାବରେ ଗୋଟେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁକା ଆଦୌ ଭୁଲିବେନି। ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବେ, ଯାହାଫଳରେ କି ମୋର ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଖୁବ୍ ଜଲ୍ଦି ପହଞ୍ଚି ପାରିବ। ତ ଆପଣମାନେ ଫ୍ରେଣ୍ଡସ୍ମାନଙ୍କ ସହିତ ସେୟାର କରିବେ, ଯାହାଫଳରେ କି ସେମାନେ ମଧ୍ୟ ଏହି ନୂଆ ଟିପ୍ସ ସହିତ ଘୁଗୁନି ବନେଇବେ, ଯାହାକି ଘରର ସବୁ ଲୋକମାନଙ୍କୁ ଖାଇବା ପାଇଁକା ଖୁବ୍ ପସନ୍ଦ ଆସିବ। ଦେଖନ୍ତୁ ଅଲମୋଷ୍ଟ ମୋର ମସଲା ଆସ୍ତେ ହେଇଗଲାଣି। ତ ଯେହେତୁ ଆମେ ଗୁଣ୍ଡ ମସଲାକୁ ଏଥିରେ ୟୁଜ୍ କରୁଛେ ତ ମଝିରେ ମଝିରେ ଆମେ ଟିକେ ପାଣି ଦେବା, ନହେଲେ ତ ଯେହେତୁ ଆମେ ସବୁ ଗୁଣ୍ଡ ମସଲା ଏଠି ୟୁଜ୍ କରିଛେ ଯେ ତାପରେ ଆମେ ମସଲା କଷିଲା ବେଳେ ଟିକେ ଟିକେ ପାଣି ଦେବା, ନହେଲେ ତଳୁ ଲାଗିଯିବ। ତଳୁ ଲାଗିଗଲା ମାନେ ମସଲାଟା ଖାଇବା ପାଇଁ ଭଲ ଲାଗିବନି। ଦେଖନ୍ତୁ ତେଲ ମୋର ବର୍ତ୍ତମାନ ଛାଡ଼ି ଆସିଲାଣି, ବାହାରକୁ ବାହାରି ଗଲାଣି। ତ ମସଲା ତ ମୋର ହେଇ ଆସିଲାଣି। ତାପରେ ଆପଣମାନେ ଏଥିରେ କିଛି ଆଳୁ ସିଝାକୁ ଦେବେ। ଯଦି ଆପଣମାନେ ଆଳୁକୁ ଭଲ ପାଉନାହାନ୍ତି ତାହେଲେ ଆପଣମାନେ ଖାଲି ମଟର ଯେଉଁ ସିଝା ଅଛି ତାକୁ ମଧ୍ୟ ଆପଣମାନେ ପକାଇ ପାରିବେ। ମୁଁ ଏଠି ଅଳ୍ପ ପରିମାଣରେ ଆଳୁ ସିଝାକୁ ଏଥିରେ ଦେଉଛି। ଆଳୁ ସିଝାକୁ ଟିକେ ନାକୁ ଭାଙ୍ଗିକିରି ଦେବେ, ଯାହାଫଳରେ କି ମଟର ତରକାରୀର ଗ୍ରେଭିଟା ବହୁତ ବହଳିଆ ଆସିବ ଆଉ ଖାଇବା ପାଇଁ ମଧ୍ୟ ଭଲ ଲାଗିବ। ତ ତାପରେ ସିଝେଇଥିବା ଯେଉଁ ମଟରକୁ ତାକୁ ଆମେ ମସଲା ସହ ସବୁ ଦେଇଦେବା ଆଉ ତାକୁ ଫୁଟିବା ପାଇଁକା 5ରୁ 10 ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦେବା। ଦେଖିବେ ଏ ମୁଁ ଯେଉଁ ପ୍ରୋସେସ୍ରେ ଆପଣମାନଙ୍କୁ ଦେଖେଇଲି ଆପଣମାନେ ଥରେ ଘରେ କରିକି ଖାଆନ୍ତୁ। ତାପରେ ଆପଣମାନେ ତାକୁ ଖାଇଲେ ବାରମ୍ବାର ଖାଇବା ପାଇଁକା ଘରେ ବନେଇବେ ଆଉ ସମସ୍ତେ ଛୋଟଠୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଖାଇବା ପାଇଁକା ଖୁବ୍ ପସନ୍ଦ କରିବେ। ଏହି ପ୍ରୋସେସ୍ରେ ଆପଣମାନେ ତ ଯେଉଁ ପ୍ରକାରରେ ଆପଣମାନେ ମଟର ତରକାରୀ ଘରେ ବନାଉଛନ୍ତି ତାଠୁ ଏ ଟିକେ ଭିନ୍ନ ଶୈଳୀରେ ମୁଁ ଆପଣମାନଙ୍କ ସହିତ ସେୟାର କରିଛି। ସେଥିପାଇଁ ମୁଁ ଆପଣମାନଙ୍କୁ କହୁଛି ଆପଣମାନେ ଏହି ପ୍ରୋସେସ୍ରେ ଥରେ ମଟର ତରକାରୀକୁ ବନାନ୍ତୁ, ଦେଖିବେ ଆପଣମାନଙ୍କୁ ଖୁବ୍ ଭଲ ବାସ୍ନା ସହିତ ଟେଷ୍ଟ ମଧ୍ୟ ବଢ଼ିଆ ଆସିବ। ଦେଖନ୍ତୁ କଲର୍ କେତେ ବଢ଼ିଆ ଆସିଛି ଆଉ ଖାଇବା ପାଇଁ ମଧ୍ୟ ବହୁତ ଟେଷ୍ଟି ଲାଗିବ। ତ ଦେଖନ୍ତୁ ମୋର 90% ମୋର ପୁରା ହେଇଗଲାଣି। ତାପରେ ଆମେ ଲାଷ୍ଟକୁ ଗୋଟେ
गरम मसला को अल्प ऐड करिबा आउ किछि मसला आमे आउ पकेइबानी। तो देखंतु भल्ला भाबरे मोर फुटी गलानी। आउ पानी जदि आपण माने आउ टिके अधिक करिया पई चाहिबे ताले आउ ग्रेवी को आउ टिके पानी करिवे नाइ। जदि आपण माने रुटी सहित खाउचंदी ताले आउ टिके माने मसला को बा झोल को आउ टिके नाकु कम परिमाण रे करिवे। तो देखंतु मोर भल्ला फुटी गलानी। तापर मोटे एवरेस्ट रो गरम मसला को एथरा ऐड करछि जा फल कि तार बास्ना मध्ये बहुत बढ़िया आसबो खाइबा पई मध्ये बहुत टेस्ट लागिवो। तो आशा करूछि आज रेसिपी आपण मानकु निहाती भाबरे भल लागिथिबो। फास्ट रु लास्ट पर्यंत आपण माने वीडियो को स्किप जमारू करिबि नांती आ फास्ट रु लास्ट पर्यंत वीडियो देखिबारु आपण मानकु बहुत बहुत धन्यवाद। तो देखंतु केते सुंदर भाबरे कलर आसी आ केते बढ़िया देखा भी मध्ये जाउछि। आशा करूछि आज रेसिपीटी आपण मानकु निहाती भाबरे भल लागिथिबो। रहउछि जय।